वाह। ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 531 ରୁ 533। 531 ରେ ପ୍ରଭୁ ଲେଖୁଛନ୍ତି, ମନୁଷ୍ୟକୁ ଭଲ ପାଅ ଓ ତାହାର ସେବକ ହୁଅ, ମାତ୍ର ସତର୍କ ହୋଇ ରହିଥାଅ, ଯେପରିକି ସେମାନଙ୍କର ପ୍ରଶଂସା ଲାଭ କରିବାକୁ ତୁମର କୌଣସି ଆକାଂକ୍ଷା ନ ରହେ, ବରଂ ଆପଣା ଭିତରେ ଅବସ୍ଥାନ କରୁଥିବା ପରମେଶ୍ୱରଙ୍କର ଆଜ୍ଞାକୁ ହିଁ ପାଳନ କର। ଜ୍ଞାନ 532। ପ୍ରଭୁ ଓ ତାଙ୍କର ବାର୍ତ୍ତାବହ ମାନଙ୍କର ମୁଖର କଥାକୁ କେବେ ହେଲେ ଶ୍ରବଣ କରିନଥିବା ମାନସିକ ସୁସ୍ଥତା କହିଲେ ସଂସାର ଏହିପରି ଏକ ଧାରଣା ପୋଷଣ କରିଥାଏ। ଜ୍ଞାନ 533। ସର୍ବତ୍ର ପ୍ରଭୁଙ୍କର ହିଁ ଦର୍ଶନ କର ଏବଂ ମୁଖା ଗୁଡ଼ାକୁ ଦେଖି ଆଦୌ ଭୟ କର ନାହିଁ। ବିଶ୍ୱାସ ରଖିଥାଅ ଯେ ଯାବତୀୟ ମିଥ୍ୟା ହେଉଛି ଗଢ଼ି ଉଠୁଥିବା ଏକ ସତ୍ୟ ଅଥବା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିବା ସତ୍ୟ। ଯାବତୀୟ ବିଫଳତା ହେଉଛି ଗୁପ୍ତ ହୋଇ ରହିଥିବା ଫଳଦାୟକତା। ଯାବତୀୟ ଦୁର୍ବଳତା ହେଉଛି ସୁଦୃଷ୍ଟିରୁ ଆପଣାକୁ ଲୁକାୟିତ କରି ରଖିଥିବା ଯାବତୀୟ ଦୁର୍ବଳତା ହେଉଛି ସୁଦୃଷ୍ଟିରୁ ଆପଣାକୁ ଲୁକାୟିତ କରି ରଖିଥିବା ସବଳତା ଏବଂ ଯାବତୀୟ ଦୁଃଖ ହେଉଛି ଗୁପ୍ତ ଏବଂ ପ୍ରବଳ ହୋଇ ରହିଥିବା ଏକ ଉଲ୍ଲାସ। ଯଦି ତୁମର ବିଶ୍ୱାସ ସୁଦୃଢ଼ ଏବଂ ଅନୁଶୋଚନା ମୁକ୍ତ ହୋଇଥାଏ, ତେବେ ତୁମେ ଜଣେ ପରିଶେଷରେ ସେହି ପୂର୍ଣ୍ଣ ସତ୍ୟମୟ, ସର୍ବଶକ୍ତିଶାଳୀ ଏବଂ ସର୍ବାନନ୍ଦଙ୍କୁ ଅବଶ୍ୟ ପ୍ରତ୍ୟକ୍ଷ ଏବଂ ଅନୁଭବ କରିପାରିବ। ଆମେ 531ରେ ପ୍ରଭୁ ଯାହା ଲେଖିଲେ ଆମେ ତାକୁ ଟିକେ ଗଭୀର ଅର୍ଥରେ ବୁଝିବା। କହୁଛନ୍ତି, ମନୁଷ୍ୟକୁ ଭଲ ପାଅ, ତାଙ୍କର ସେବକ ହୁଅ, ସେଥିରେ କିଛି ନାହିଁ, କିନ୍ତୁ ସେଠି କୋଉଭଳି ଭାବରେ ହବ? ସତର୍କ ରହିବ। କ'ଣ ନା ପ୍ରଶଂସା ଲାଭ କରିବାକୁ ତୁମର ଯେପରି କୌଣସି ଆକାଂକ୍ଷା ନ ରହେ। ସାଧାରଣତଃ ଆମେ ଯେତେବେଳେ କାହାର ସେବକ ହଉ, କ'ଣ ହୁଏ ତାପରେ? ତାର ଆମେ ସେବା ଯଦି ନିଷ୍ଠାପର ସହକାରେ କରିବା, ଯେମିତି ଲୋକେ କହନ୍ତି, ଯେହେତୁ ମାନବର ସେବା ମାଧବ ସେବା, ତେଣୁ ମୁଁ ଯାହାର ସେବା କରୁଛି ଭଗବାନ ପାଖକୁ ଯାଉଛି। ମାନବର ସେବା ଭଗବାନଙ୍କର ସେବା। ଏବଂ ଅନେକ ସମୟରେ ଆମ ପାଖକୁ ସ୍ପଷ୍ଟ କରାଯାଉଛି, ତୁମେ ଯଦି ସମଗ୍ର ଏଇ ସଂସାରର ବସ୍ତୁ ବା ଜୀବନ ବା ଜୀବଜନ୍ତୁକୁ ଭଲ ପାଇପାରୁନାହ, ତେବେ ତୁମେ ଭଗବାନଙ୍କୁ ଯେ ଭଲ ପାଉଛ ତାହା କହିପାରିବନି। ତମେ କହିବ ମୁଁ ଭଗବାନଙ୍କୁ ଭଲ ପାଉଛି କିନ୍ତୁ ଅନ୍ୟ ମନୁଷ୍ୟକୁ ଭଲ ପାଉନାହିଁ, ତେବେ ତାହା ହୁଏ ନାହିଁ। କାରଣ ଜଣେ ଯେତେବେଳେ ଭଗବାନଙ୍କୁ ଭଲ ପାଏ, ସମସ୍ତଙ୍କ ଭିତରେ ତାଙ୍କର ଉପସ୍ଥିତିକୁ ତା ପରଟା ହେଉଛି ସେ ନିଶ୍ଚୟ ଅନୁଭବ କରିବାକୁ ଚେଷ୍ଟା କରେ ଏବଂ ଅନୁଭବ କରିପାରେ। ତା ପର ଧୀରେ ଧୀରେ ଅଗ୍ରଗତିର ବା ପଛରେ ଉଠି ଉଠି ଗଲେ। ତେଣୁ ଅନ୍ୟମାନଙ୍କୁ ଭଲ ପାଇବ, କିନ୍ତୁ ସେଥିରେ ଆମର ଯୋଉ ଦୁର୍ବଳତାଟି ରହିଥାଏ, ଯୋଉ ପ୍ରବୃତ୍ତିଟି ରହିଥାଏ, ଆମର ପ୍ରାଣର ଯୋଉ ଗୁଣ ଗୁଡ଼ିକ ରହିଥାଏ, ସେମାନେ କ'ଣ କରନ୍ତି? ତାକୁ ହିଁ ଆଧାର କରି ସେମାନେ ମୋତେ ତାଙ୍କର ବଶ କରିନିଅନ୍ତି। ଯେମିତିକି ଆମେ ଯେତେବେଳେ କାହାର ସେବା କରୁ, ଧୀରେ ଧୀରେ କ'ଣ ହୁଏ? ସେବା କରୁ କରୁ ଆମେ ତାଙ୍କର ଗୁଣଗ୍ରାମ ଗୁଡ଼ିକ ଆମକୁ ଭଲ ଲାଗେ। ସିଏ ଯାହା କରନ୍ତି ମୋତେ ପସନ୍ଦ ଆସେ, ମୁଁ ତାକୁ ସର୍ବସ୍ୱ ବୋଲି ମନେ କରେ, ତାଙ୍କ ପ୍ରତି ମୋର ଆସକ୍ତି ବୃଦ୍ଧି ପାଏ। ଆସକ୍ତି ବୃଦ୍ଧି ପାଏ। ଧୀରେ ଧୀରେ ମୁଁ କ'ଣ ହେଇଯାଏ? ଆସକ୍ତ ହେଇଯାଏ। ସିଏ ଭୁଲ କହିଲେ ବି ମୋତେ ଠିକ ଲାଗେ। ସିଏ ଯଦି ସେଇ ସମୟରେ ଭଗବାନଙ୍କ ବିରୁଦ୍ଧରେ କହିବେ, ତେବେ ମୋତେ ତାହା ଯଥାର୍ଥ ଲାଗିବ। ଇଏ ହେଉଛି ଏକ ଦୁର୍ବଳତାଟି ଆମ ଭିତରେ ଡେଭଲପ ହୁଏ। ଆମେ ଯେତେବେଳେ କୌଣସି ମନୁଷ୍ୟକୁ ସେବା କରୁଛୁ, ଆଉ ଗୋଟେ ଜିନିଷ ଆମ ଭିତରେ ଥାଏ। କ'ଣ ଥାଏ? ନା ମୁଁ କେତେ ଭଲ ସେବା କରୁଛି ବୋଲି ମୋତେ ସିଏ ଟିକେ ପ୍ରଶଂସା କରନ୍ତୁ। ତା ଅର୍ଥ ହେଉଛି ମୋ ସେବାକୁ ସିଏ ରେକଗ୍ନାଇଜ କରନ୍ତୁ, ମାନେ ମାନନ୍ତୁ ଯେ ମୁଁ ତାଙ୍କର ଭଲ ସେବା କରେ। ଏଇଭଳିଆ ଯେତେବେଳେ ଅନେକ ସମୟରେ ଦେଖାଯାଏ, ଆମର ପୁରାଣ ମାନଙ୍କରେ ଆମେ ସବୁ ଦେଖିଥିବା,
ଯେ ଭଗବାନଙ୍କର ମୁଁ ହଉଛି ବଡ଼ ଭକ୍ତ। ଯେମିତି ରାବଣ ଅହଙ୍କାରରେ ଚୂର୍ଣ୍ଣ ହେଇଗଲା, କହିଲା ମୋ ଭଳିଆ ପ୍ରଭୁ ଶିବଙ୍କର ଭକ୍ତ ଆଉ କେହି ନାହାନ୍ତି। କାହିଁକିନା ଦେବଦେବ ମହାଦେବ କହିଲେ ମୋର ପରମ ଭକ୍ତ ହଉଛନ୍ତି ରାବଣ। ତାର ପରିଣାମ ଅହଙ୍କାର ଆସିଗଲା। ଅନ୍ୟମାନଙ୍କର ବା ଯୋଉ ଯାହାର ମୁଁ ସେବା କରୁଛି ତାର ପ୍ରଶଂସା ଲାଭ କରିବା ପାଇଁ ମୋ ଭିତରେ ଯେପରି କୌଣସି ଆକାଂକ୍ଷା ନ ରହେ। ଆମର ଯାହା ପ୍ରତି ଦୁର୍ବଳତା ଥାଏ, ସିଏ ଯଦି ମତେ କଣ ଟିକେ କହିଦେଲେ, ଓଃ ମୁଁ ଖୁସିରେ ପୁରା ମାତି ଉଠେ। ସେତେବେଳେ ମତେ ଆଉ ସବୁ କଥା କିଛି ଦେଖାଯାଏନି, କେବଳ ସେଇ କଥାଟି ଦେଖାଯାଏ। ତାର ଅର୍ଥ ହଉଛି ମୁଁ ତାଙ୍କ ପ୍ରତି ଆସକ୍ତ। ଏଇଟା ମନେ ରଖିବେ। ନିଜ ଭିତରେ ଆସକ୍ତିଟା କଣ କରେ, ଏଇ ପ୍ରକାରର ଲକ୍ଷଣରେ ପରିପ୍ରକାଶ ହୁଏ। ତେଣୁ ଆମକୁ ସତର୍କ ହେବାକୁ ପଡିବ। ତେଣୁ ସେବକ ହେଲା ବେଳେ ଏଇ ଯୋଉ ସେମାନଙ୍କର ମାନେ ଯାହାର ମୁଁ ସେବା କରୁଛି ତାଙ୍କର ପ୍ରଶଂସା ଲାଭ କରିବା ପାଇଁ ମୋ ଭିତରେ ଯେପରି କୌଣସି ଆକାଂକ୍ଷା ନ ରହେ, ସେଥିପ୍ରତି ମୁଁ ସତର୍କ ହେବି। କାହିଁକି କଥା ଆଲୋଚନା କଲେ, ମନେ କରାଯାଉ ଆପଣ କହିବେ ମୁଁ ଯୋଉମାନେ ଭଗବାନଙ୍କର ଆରାଧନା କରୁଛି ମୁଁ ତାଙ୍କର ସେବକ ହେବି। ଠିକ ଅଛି, ତାଙ୍କର ବି ସେବକ ହୁଅନ୍ତୁ। ହଁ, ଆପଣ କହିବେ ସାଧୁ ସଙ୍ଗ, ଠିକ, ତାହା ବି ଠିକ। ଆପଣ ସାଧୁ ସଙ୍ଗ କରୁଛନ୍ତି, ଆପଣଙ୍କର ନିଶ୍ଚୟ ଲାଭ ହବ। କାହିଁକି ନା ନାରଦଙ୍କର ଯଦି ଆମେ ତାଙ୍କ ଛୋଟ ପିଲା ବେଳର କଥା ଦେଖିବା ଏବଂ ମାର୍କଣ୍ଡେୟ ଋଷିଙ୍କର ବି ତାଙ୍କର ପିଲା ବେଳର କଥା ଦେଖିବା, ଏମିତି ଅନେକ ଦେଖିବା ଯୋଉମାନେ ଛୋଟ ବେଳୁ ସାଧୁ ମାନଙ୍କର ସେବା କରି କରି ସାଧୁ ସଙ୍ଗ ଫଳରେ ସେମାନେ ମାନେ ଭଗବତ ପ୍ରାପ୍ତି ପାଇଁ ତାଙ୍କର ମାର୍ଗଟି ଖୋଲି ଯାଇଛି। ମାର୍ଗଟି ଖୋଲି ଯାଇଛି। କିନ୍ତୁ ତା ଭିତରେ ଯଦି ମୋ ଭିତରେ ଭାବ ରହିଗଲା ଯେ ମୁଁ ପ୍ରଶଂସା ଲାଭ କରିବା ପାଇଁ ଯଦି ଆକାଂକ୍ଷା ରହିଗଲା, ତାହେଲେ ସେ ସାଧୁ ସେବା ଭିତରେ ମୋ ଭିତରେ ଆସକ୍ତି ବସା ବାନ୍ଧିଯାଏ। ସେ ଆସକ୍ତି ଯେପରି ନ ରହେ, ସେ ପ୍ରଶଂସା ଲାଭ କରିବାର ଆକାଂକ୍ଷା ଯେପରି ନ ରହେ। ସବୁ ଜାଗାରେ କଣ ହୁଏ, ମୁଁ ତାକୁ ଭଲ ପାଉଛି, ମୁଁ ତାଙ୍କର ସେବା କରୁଛି, ସେ ମତେ ପ୍ରଶଂସା ଟିକେ କରନ୍ତୁ, ମତେ ଟିକେ ଧନ୍ୟବାଦ ବୋଲି କହିବନି, ଯେମିତି କଥାରେ କହନ୍ତି ସେମିତି ସିଏ ମତେ ଗ୍ରହଣ କରନ୍ତୁ, ମୁଁ ଯେ ତାଙ୍କର ଏତେ ସେବା କରେ। ତେଣୁ ସେଇ ଯଦି ଭାବ ରହିଲା, ତେବେ ଆପଣ ବାନ୍ଧି ହେଇକି ରହିଯିବେ। ମାନେ ଏହି ମର୍ତ୍ତ୍ୟ ଜଗତର ପ୍ରକୃତିର ବସରେ ଆମେ ବାନ୍ଧି ହେଇଯାଉ। ସେଇଟା କହୁଛନ୍ତି ବରଂ ଆପଣା ଭିତରେ ଅବସ୍ଥାନ କରୁଥିବା ପରମେଶ୍ୱରଙ୍କର ଆଜ୍ଞାକୁ ହିଁ ପାଳନ କର। ଏଇଟା ସବୁବେଳେ ସବୁ ଜାଗାରେ କୁହାହଉଛି। ପାଳନ କର ପରମେଶ୍ୱରଙ୍କର ଆଜ୍ଞାକୁ। ସେବକ ହୁଅ, ତାଙ୍କର ସେବକ ହୁଅ। ଭଲ ପାଅ, ତାଙ୍କୁ ଭଲ ପାଅ। ଆଉ ଯାହାକୁ ଭଲ ପାଉଛ ତାଙ୍କ ଭିତରେ ପ୍ରଭୁ ଅଛନ୍ତି ବୋଲି ଭଲ ପାଅ। ତେଣୁ ଅନ୍ୟମାନଙ୍କର ଯୋଉ ସେବା କରିବ, ତମେ ମାଙ୍କର ସେବା କରୁଛ ବୋଲି ସେବା କର। ତାହେଲେ ଆସକ୍ତି ଆସିବା ପାଇଁ ଆଉ ଗୋଟିଏ ବାଧକତା ପାଇଁ ସୃଷ୍ଟି ହେଇଯିବ। କାହିଁକିନା ଆପଣ ମାଙ୍କୁ ଯେତେବେଳେ ଭଲ ପାଉଛନ୍ତି, ସେତେବେଳେ ମାଙ୍କର ସୁରକ୍ଷା କବଚ ଆସକ୍ତି ଆଗରେ ଠିଆ ହବ। ତଥାପି ସତର୍କ ରହିବାକୁ ପଡିବ, କେତେବେଳେ ଆସକ୍ତି ପଶିଯିବ। ଯାହା ସହିତ ରହିବେ ସ୍ୱାଭାବିକ ଭାବେ ତାଙ୍କରି କଥା ଗୁଡାକ ଭଲ ଲାଗେ। ଅନେକ ସମୟରେ ଲୋକେ ତାଙ୍କୁ ହିଁ ଆଦର୍ଶ ମାନନ୍ତି, ସିଏ ଯାହା କରନ୍ତି ସେଇ କରନ୍ତି। ମାନେ ଏପରିକି କଣ କରନ୍ତି, ଅନୁକରଣ ନୁହଁ ହନୁକରଣ କରନ୍ତି। ହନୁକରଣ କଣ ବୁଝିହଉଛି? ସିଏ କୋଉ କଲର ଜୋତା ପିନ୍ଧିଛନ୍ତି, ମୁଁ ସେଇ କଲର ପିନ୍ଧିବି। ସିଏ କେତେବେଳେ ଉଠୁଛନ୍ତି, ମୁଁ ସେତେବେଳେ ଉଠିବି। ସିଏ କେତେବେଳେ ବସୁଛନ୍ତି, କେମିତି ବସୁଛନ୍ତି, କେମିତି ଠିଆ ହଉଛନ୍ତି, କେମିତି ଚାଲୁଛନ୍ତି, କେମିତିଆ ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି, ମୁଁ ସେମିତିଆ ପିନ୍ଧିବି, ସେଇ ସମୟରେ ଉଠିବି। ଇଏ ସବୁ ଜିନିଷ ବି ଧୀରେ ଧୀରେ କଣ ହୁଏ, ଡେଭଲପ ହେଇଯାଏ। ତେଣୁ ସେତେବେଳେ ଆମେ ମନୁଷ୍ୟର ସେଇ ଯୋଉ ଅହଙ୍କାର ବା ଅହଂ ଯୁକ୍ତ ମନୁଷ୍ୟ ଭିତରେ ମନଟିଏ କଣ କରେ, ନିଜକୁ ଅହଂ ଦ୍ଵାରା ହିଁ ପରିପୁଷ୍ଟ କରି ରଖିଥାଏ। ଆମେ ଧୀରେ ଧୀରେ ତା କବଳରେ ପଡିଯିବା। ତାପରେ କହୁଛନ୍ତି ଜ୍ଞାନ 532ରେ କହୁଛନ୍ତି, ପ୍ରଭୁ ଓ ତାଙ୍କର ବାର୍ତ୍ତାବହ ମାନଙ୍କର ମୁଖର କଥାକୁ କେବେ ହେଲେ ଶ୍ରବଣ କରିନଥିବା। ମାନସିକ ସୁସ୍ଥତା କହିଲେ ସଂସାର ଏହିପରି ଏକ ଧାରଣା ପୋଷଣ କରିଥାଏ।
Not to have heard the voice of God and his angels is the world's idea of sanity. ହଁ, ତାମାନେ ଏଠି ସେ କହୁଛନ୍ତି ସଂସାରରେ ଏପରି ଏକ ଧାରଣା ସମସ୍ତଙ୍କର ଥାଏ, ଯେମାନେ କହନ୍ତି ଯୋଉମାନେ ଭଗବାନଙ୍କୁ ଭଲ ପାଆନ୍ତି, ଯୋଉମାନେ ଭଗବାନଙ୍କୁ ଭକ୍ତି କରନ୍ତି, ସେମାନଙ୍କୁ କୁହାଯାଏ ଏମାନେ ହଉଛନ୍ତି ଅନ୍ଧବିଶ୍ୱାସ ଏବଂ ଏମାନେ ମାନସିକ ଭାବେ ବିକାରଗ୍ରସ୍ତ। ଏମାନେ ସବୁ ପଗଳା, ପାଗଳ। କଣ ନା ମିଛ ମରିଚିକା ପଛରେ ଧାଉଁଛନ୍ତି, କେହି କେହି ପ୍ରଭୁଙ୍କୁ ଦେଖିଛନ୍ତି? ଏଇ ପ୍ରକାରର ଅନେକ ବ୍ୟକ୍ତି ଯୁକ୍ତି ବାଢନ୍ତି ଏବଂ ଯୋଉମାନେ ଭଗବାନଙ୍କୁ ଭଲ ପାଇବା ବା ପ୍ରଭୁଙ୍କ ଆମେ କହୁଛେ ଈଶ୍ୱର, ଯିଏ ଯୋଉ ଧାରାରେ ହଉ, ଯାହାର ଯିଏ ଈଶ୍ୱର ଅଛନ୍ତି, ଭଲ ପାଇବା ଏବଂ ତାଙ୍କ କଥା ଅନୁସାରେ ନିଜକୁ ପରିଚାଳିତ କରିବା ପାଇଁ ଯୋଉମାନେ ସବୁ ଚେଷ୍ଟା ବି କରନ୍ତି ତାଙ୍କୁ, ଏବଂ ଆପଣ ଦେଖିଥିବେ ଆମ ସାଧାରଣତଃ ସେମାନେ ଟାର୍ଗେଟ କରି କାହାକୁ କହନ୍ତି ନା ଯୋଉମାନଙ୍କୁ ଆମେ ସାଧୁ ବୋଲି ଗ୍ରହଣ କରିଛନ୍ତି, ଗୁରୁ ବୋଲି ଗ୍ରହଣ କରିଛନ୍ତି, ଯୋଉ ମାନେ ମୁଁ କହୁଛି କେବଳ ଆମ କଥା କହୁନି, ମାନେ ସଂସାରରେ ମନୁଷ୍ୟ ଜଗତରେ ଯୋଉମାନେ ଉଚ୍ଚତମ ସାଧକ ମାନଙ୍କୁ, ଯିଏ ଯାହାକୁ ଯୋଉ ଯାହାକୁ ବି ହଉ ଗୁରୁ ବୋଲି ମାନିଥାନ୍ତି, ସେଇମାନଙ୍କୁ ଆଟାକ୍ କରନ୍ତି ତାଙ୍କରି କଥା ନେଇ କହି ଦେଖ ସେମାନଙ୍କର ଏୟା ନାହିଁ ସେୟା ନାହିଁ, ସେଗୁଡ଼ା ସବୁ ବେକାରିଆ କଥା ଗୁଡାକ, ସେଗୁଡା କିଛି ନାହିଁ, କେବଳ ସାଇକୋଲୋଜି, କେବଳ ପଗଳା, ମୁଣ୍ଡରେ ଭାବି ଭାବିକିରି କହନ୍ତି ତମେ ଭାବି ଭାବିକି ସେମିତି ପଗଳା ହେଇଯାଉଛି, ତମକୁ କିଛି ଦେଖାଯାଉନି। ଯେତେବେଳେ ଆମେ ଅନେକ ଅନେକ ବ୍ୟକ୍ତି ଜଗନ୍ନାଥଙ୍କର ମହିମା ଏବେ ଏବେ ଆମ ଆମ ଜୀବନ ଭିତରେ ଆମେ ଦେଖୁଛେ ଯେ ପୁରୀରେ ଶ୍ରୀ ଜଗନ୍ନାଥ ଅଛନ୍ତି ଏବଂ ରଥଯାତ୍ରାରେ ଆସନ୍ତି ଏବଂ ସେ ସମୟରେ କଣ ଅନ୍ୟ ସମୟରେ ବି ଜଗନ୍ନାଥଙ୍କର ଅନେକ ମହିମା ରହିଛି। ତା ଭିତରେ ରଥଯାତ୍ରା ବେଳେ ଯିଏ ପ୍ରଭୁଙ୍କୁ ଥରେ ରଥ ଉପରେ ଦେଖିଦେଇଛି, ତେବେ ସିଏ ମୁକ୍ତି ମୋକ୍ଷ ପାଇଯାଏ। କହନ୍ତି ରଥେ ତୁ ବାମନଂ ଦୃଷ୍ଟ୍ୟା, କହନ୍ତିନି ରଥେ ତୁ ବାମନଂ ଦୃଷ୍ଟ୍ୟା, ରଥେ ତୁ ବାମନଂ ଦୃଷ୍ଟ୍ୟା ତା ଭିନ୍ନ ଭିନ୍ନ ଅର୍ଥ ରହିଛି, କିନ୍ତୁ ଏକଥା ରହିଛି ଯାହାର ଯାହା କିଛି କିଛି ଅଭିଳଷିତ ଥାଏ, ସେମାନେ ଯେତେବେଳେ ପ୍ରଭୁଙ୍କୁ ଦେଖନ୍ତି ରଥ ଉପରେ ଏବଂ ମାଗନ୍ତି, ତାହା ସେମାନେ ପାଇଯାଆନ୍ତି। ଏପରିକି ମୁସଲିମ କେତେଜଣ ବି ଯୋଉମାନେ ଇସଲାମ ଧର୍ମର, ସେମାନେ ମଧ୍ୟ ତାଙ୍କର ପୁଅ ଝିଅଙ୍କର ଦେହ ଖରାପ ହବା ବା ଘରେ କାହାର ସ୍ତ୍ରୀ ବା କାହାର ବାପା ମାଙ୍କର ଦେହ ଖରାପ ହେଲା ବେଳେ ସେମାନେ ମଧ୍ୟ ରଥଯାତ୍ରା ସମୟରେ ଆସିଛନ୍ତି ଏବଂ ଜଗନ୍ନାଥଙ୍କ ପାଖରେ ଗୁହାରି କରିଛନ୍ତି ଦୂରରୁ, ଏବଂ ସେମାନେ ଦେଖିଛନ୍ତି ଅଲୌକିକ ଭାବରେ ତାଙ୍କର ଯାହାର ବି ଦେହ ଖରାପ ହେଇଥାଏ ଭଲ ହେଇଯାଇଛି, ଯୋଉଟା କି ପୁରା ଲାଷ୍ଟ ଡାକ୍ତର ମାନେ ହାତ ଟେକି ଦେଇଥାନ୍ତି। କିନ୍ତୁ ଅନେକ ଘଟଣା ଘଟିଛି। ସେ କ୍ଷେତ୍ରରେ ମଧ୍ୟ ଲୋକେ କଣ କହନ୍ତି, କହନ୍ତି ଏଗୁଡାକ ସବୁ ଆକସ୍ମିକ, ଏଇଟା ବାଇଚାନ୍ସ ହେଇଛି, ଇଏ ଜାଣି ପାରିନଥିବ, ସେ ଡାକ୍ତର ଭୁଲ ଦେଖିଥିବେ, ଏମିତି ଅନେକ କଥା କହନ୍ତି। ଏବଂ ସେମାନେ କଣ କରନ୍ତି, ଏମାନଙ୍କୁ କହନ୍ତି ଏମାନେ ମାନସିକ ଭାବେ ଅସୁସ୍ଥ। ତ ମାନସିକ ଭାବେ ସୁସ୍ଥ କିଏ ନା ଯିଏ ପ୍ରଭୁ ଏଇ କଥା ଗୁଡାକରେ ଯିଏ ବିଶ୍ୱାସ ନ କରେ, ସେମାନେ ତାକୁ ମାନସିକ ସୁସ୍ଥ ବୋଲି କହନ୍ତି। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଉଠେ, ଆମେ କିଏ ନା କିଏ ଜଣେ ଅଣୁଜୀବ ମାନଙ୍କୁ ଦେଖିଛି, କିଏ ନା କିଏ ଜଣେ ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନକୁ ଦେଖିଛନ୍ତି, ଆମେ ଜାଣିନୁ, ଆମେ କିଏ ଦେଖିଛୁ, ଆମେ କେହି ଦେଖିନୁ, କିନ୍ତୁ ଇଲେକ୍ଟ୍ରନ ଅଛି, ପ୍ରୋଟନ ଅଛି, ନ୍ୟୁଟ୍ରନ ଅଛି, ବସ୍ତୁ ଭିତରେ ରହିଛି କଣିକା ଗୁଡିକ, ଏଗୁଡାକ ଆମେ ବିଶ୍ୱାସ କରୁଛୁ ଏବଂ ତାକୁ କଂକ୍ରିଟଲି ବିଶ୍ୱାସ କରୁଛୁ। କାହିଁକି ନା ବହିରେ ଲେଖା ହେଇଛି। କାହିଁକି ଆସିବା ଅମୁକ ବୈଜ୍ଞାନିକ ନାଁ ଲେଖା ହେଇଛି, ସେଇ ବୈଜ୍ଞାନିକ ଦେଖିଥିଲେ ବୋଲି, ସେଇ ବୈଜ୍ଞାନିକ ଆବିଷ୍କାର କରିଥିଲେ ବୋଲି, ଆଉ ଅନ୍ୟମାନେ ବି ସବୁ ଦେଖୁଛନ୍ତି କିନ୍ତୁ ମୁଁ ଦେଖିନାହିଁ। ଆମର ଏଇଠି ଆପଣ ସମଗ୍ର କଟକ ଜିଲ୍ଲାରେ ବୁଲି ଆସନ୍ତୁ, କିଏ ଦେଖିଛି, କେତେ ଜଣ ଦେଖିଛନ୍ତି? ଯଦି ସେମିତି ସାଇଣ୍ଟିଷ୍ଟ କିଏ ଆମ ଭିତରେ ଏବେ ରହୁଥିବେ, ତାହେଲେ ସେ ଦେଖିଥିବେ କି କଣ କରିଥିବେ ତା ବିଷୟ ଆମେ ଜାଣିନୁ, କିନ୍ତୁ ଆମେ କହୁଛୁ କିଏ ନା କିଏ ଦେଖିଛି। ସେଭଳି ଭଗବାନଙ୍କୁ କେହି ଦେଖିନାହାନ୍ତି ବୋଲି ସବୁ କହୁଛନ୍ତି, କାହିଁକି କହୁଛ? କିଏ ତ ଜଣେ ଦେଖିଛି, ଅନେକ ବ୍ୟକ୍ତି କହୁଛନ୍ତି ସେମାନେ ବି ଦେଖିଛନ୍ତି। ଯଦି ସେ ବହି ଗୋଟେ କାଗଜରେ ଲେଖା ହେଇଛି ଅମକ ଲୋକ ଏହା ଆବିଷ୍କାର କରିଥିଲେ, ତମେ ତାକୁ ବିଶ୍ୱାସ କରୁଛ। ଯଦି ଆଉ ଗୋଟେ ସେଇଭଳିଆ କାଗଜରେ ଲେଖା ହେଇଛି ଅମୁକ ବ୍ୟକ୍ତି ଭଗବାନଙ୍କୁ ଦର୍ଶନ କରିଥିଲେ, ତେବେ ତାଙ୍କୁ କାହିଁ ବିଶ୍ୱାସ କରୁନ? ସିଏ ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନ ଦେଖିଥିଲେ, ତମେ କହୁଛ ଦେଖିଥିଲେ। ବର୍ତ୍ତମାନ କହିବ କଣ ନା ସେ ଯିଏ ଇଲେକ୍ଟ୍ରନ ପ୍ରୋଟନ କହୁଥିଲେ ସେ ଦେଖେଇ ଦେଇପାରିବେ, ଯିଏ ଭଗବାନଙ୍କୁ ଦର୍ଶନ କରିଥିଲେ ସେ ଦେଖେଇ ଦେବେ?
ଦୁଇଟା ଯାକ ଉତ୍ତର ହଁ। ସିଏ ଯଦି ଦେଖେଇବାକୁ ଯେତେବେଳେ ନେବେ ଆପଣ ଇଲେକ୍ଟ୍ରନ୍ ପ୍ରୋଟନ୍ ନ୍ୟୁଟ୍ରନ୍ ଦେଖିବାକୁ ଯିବେ, ଆପଣ ଏମିତି ପଳେଇବେ, ସେ ନେଇକି ପୁରେଇ ଦେବେ ଦେଖେଇଦେବେ ଏମିତି ଅନା 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 ଦେଖେ ଇଲେକ୍ଟ୍ରନ୍ ପ୍ରୋଟନ୍ ନ୍ୟୁଟ୍ରନ୍ ହବ ନାହିଁ। ସେଥିପାଇଁ ଯନ୍ତ୍ରପାତି ଦରକାର। ଏବଂ ତମେ ଯେତେବେଳେ ଯିବ, ଯିଏ ଯେତେବେଳେ ଯିବ, ସେ ଯୋଉ ବୈଜ୍ଞାନିକର ବିଜ୍ଞାନ କାରାଗାର ମାନେ ବିଜ୍ଞାନ ଖାନା ଜାଗା ବା କଣ ବିଜ୍ଞାନ ଘର ଭିତରକୁ ଯିବ, ସେତେବେଳେ ତମକୁ କେତେ ଗୁଡେ ପୋଷାକ ବନ୍ଧରେ ବି ପିନ୍ଧେଇବେ, ତମକୁ ଆଖିରେ ପିନ୍ଧେଇବେ, ସେଠି ସବୁ କେତେ କେତେ ପ୍ରକାର ପ୍ରିକସନ ନିଆହବ, କେତେ ପ୍ରକାର ପ୍ରିକସନ ନିଆହବ। ଏବଂ ସେଇଭଳିଆ ଯନ୍ତ୍ର ଆସିବ ଯୋଉ ଯନ୍ତ୍ର ଦ୍ଵାରା ଦେଖିବେ। ବର୍ତ୍ତମାନ ତେଣୁ ଯେତେବେଳେ ଭଗବାନଙ୍କୁ ତମେ ଯେତେବେଳେ କହୁଛ, ଇଏ ବି କହୁଛି ହଁ ଭଗବାନ ଦେଖେଇଦେ ହବ। ସେଥିପାଇଁ ଏଇ ନିୟମ ରହିଛି। ତମେ ଭଗବାନଙ୍କୁ ଏମିତି ଏମିତି ଭାବରେ ଡାକିବ, ନିଶ୍ଚୟ ଦେଖିବ। କିନ୍ତୁ ଆମେ କହୁଛୁ ଇଏ କେମିତିଆ କଥା, ସେଠି ନିୟମ ମାନିବୁ ଏଠି ନିୟମ ମାନିବୁ ନାହିଁ, ଆଉ କହିବୁ କଣ ତମେ ଭଗବାନଙ୍କୁ ଦେଖେଇ ଦଉନ। ଏଇ ହଉଛି ଆମମାନଙ୍କ ଭିତରେ ତଥାକଥିତ ଜ୍ଞାନୀ ସମାଜ କୁହନ୍ତି ସେଇମାନେ ହଉଛନ୍ତି ସୁସ୍ଥ, ଯୋଉମାନେ ଭଗବାନଙ୍କୁ ଗ୍ରହଣ କରନ୍ତିନି, ଯୋଉମାନେ ପ୍ରଭୁ ଭଗବାନଙ୍କର କଥା ଶୁଣନ୍ତି ନାହିଁ। ଇଏ ହଉଛି ଏକ ମୂର୍ଖା। ଜ୍ଞାନ 533। ଆମେ ଏଇଟା ଆସନ୍ତା କ୍ଲାସରେ ପଢିବା। ଏଥିରେ ବହୁତ କଥା ରହିଛି, କିନ୍ତୁ ଏଠି ମା ଯୋଉ ଟିପ୍ପଣୀ ଦେଇଛନ୍ତି ଆମେ ଟିକେ ପଢିବା। ମା କହୁଛନ୍ତି ଉଦ୍ୟମ ଏବଂ ବିଶ୍ୱାସର କ୍ଷେତ୍ରରେ ଏକ ଅକ୍ଳାନ୍ତ ସାତତ୍ୟ ଦ୍ୱାରା ହିଁ ଆମେ ସେହି ସାତତ୍ୟ ସ୍ୱରୂପ ଏବଂ ପୂର୍ଣ୍ଣ ନିଶ୍ରେୟସ ରୂପୀ ଦିବ୍ୟ ପରମ ଚେତନା ସହିତ ଆପଣାର ସମ୍ମିଳନ ଘଟାଇ ପାରିବା। ଏ ବହୁତ ଉଚ୍ଚାଙ୍ଗ ସାହିତ୍ୟ ଲେଖା ହେଇଛି। ଆମେ ଯାହା କଥା ହେଲେ ମନେ ରଖିବା ଯେ ଆମେ ଚାହିଁଲେ ପୂର୍ଣ୍ଣ ସତ୍ୟକୁ ଆମ ଭିତରେ ଧାରଣ କରିପାରିବା। ତେଣୁ ସେଥିପାଇଁ ନିୟମ ପାଳନ କଣ? କେବଳ ପରମେଶ୍ୱରଙ୍କର ଆଜ୍ଞାକୁ ହିଁ ପାଳନ କରିବି, କେବଳ ପରମେଶ୍ୱରଙ୍କର ଆଜ୍ଞାକୁ ହିଁ ପାଳନ କରିବି, ତାଙ୍କରି ସେବକ ହେବି, ତାଙ୍କରି ସେବା କରିବି, ତାଙ୍କୁ ଭଲ ପାଇବି। ଯୋଉ ବ୍ୟକ୍ତି ଯୋଉ ବସ୍ତୁ ଯାହାର ସେବା କରୁଛି, ଯାହାକୁ ଭଲ ପାଉଛି, ତା ଭିତରେ ତାଙ୍କର ଉପସ୍ଥିତି ଯୋଗୁ ହିଁ ତାଙ୍କୁ ଭଲ ପାଇବି। ସେ ବସ୍ତୁ ପ୍ରତି, ସେ ବ୍ୟକ୍ତି ପ୍ରତି ଭଲ ପାଇବା ବା ସେବା ଭାବ ଉଣା ହବ ନାହିଁ, ଖାଲି ପରିବର୍ତ୍ତନ ହବ। କସ୍ମୈ ଦେବାୟ, ଭାବ ପରିବର୍ତ୍ତନ ହବ। ସେ ବ୍ୟକ୍ତିର ମୁଁ ସେବା କରିବି, କିନ୍ତୁ ସେ ବ୍ୟକ୍ତି ଭିତରେ ମା ଅଛନ୍ତି ବୋଲି ମୁଁ ମାଙ୍କର ସେବା କରୁଛି ବୋଲି ସେବା କରିବି। ତେଣୁ ସେତେବେଳେ ମୋର ପ୍ରଶଂସା ପାଇବା ପାଇଁ ଟିକେ ବି ଆକାଂକ୍ଷା ଆଉ ରହିବ ନାହିଁ। ତାହେଲେ ଧୀରେ ଧୀରେ ପରମେଶ୍ୱରଙ୍କର ଆଜ୍ଞାକୁ ମୁଁ ଶୁଣିବା ପାଇଁ ସମର୍ଥ ହେବି। ମା, ଥ୍ୟାଙ୍କ ୟୁ ଅଲ୍।